ସାଲେଭଟା ଅଙ୍ଗନଦୀ ବ୍ରିଜ୍ ନିକଟରେ ବାଇକ୍କୁ ଧକ୍କା ଦେଲା ପିକଅପ୍ ଗାଡ଼ି। କକା ଗୁରୁତର, ପୁତୁରା ମୃତ। ଆଜି ମଧ୍ୟାହ୍ନ ପ୍ରାୟ 1:30 ସମୟରେ ସାଲେଭଟା ଅଙ୍ଗନଦୀ ବ୍ରିଜ୍ ନିକଟରେ ଡୁଙ୍ଗରିପାଲି ପଟୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ପିକଅପ୍ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍କୁ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ୍ରେ ଉଭୟ କକା ପୁତୁରା ବିନକା ବ୍ଲକ ନିଜ ଚର୍ଦା ଗ୍ରାମକୁ ଫେରୁଥିବା ବେଳେ ଅଙ୍ଗନଦୀ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଜର ବୋଝେଇ ପିକଅପ୍ ଗାଡ଼ି ଡୁଙ୍ଗରିପାଲି ପଟରୁ ବଲାଙ୍ଗୀର ଯାଉଥିବା ପ୍ରକାଶ। ମୃତକ ପାର୍ଥ ବାଗ 14 ଏବଂ ଗୁରୁତର ଭଜନ ବାଗ 35 ବିନକା ବ୍ଲକ ଚର୍ଦା ଗ୍ରାମର ବାସିନ୍ଦା ଥିବା ଜଣାପଡ଼ିଛି। ଖବର ପାଇ ଡୁଙ୍ଗରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପିକଅପ୍ ଗାଡ଼ି ସହ ମୃତଦେହକୁ ଜବତ କରିଛି ଏବଂ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଡୁଙ୍ଗରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲା। ଗୁରୁତର ଭଜନ ବାଗକୁ ସାଙ୍ଗେ ସାଙ୍ଗେ ବୁର୍ଲା ସରକାରୀ ଚିକିତ୍ସାଳୟକୁ କରାଯାଇଥିବା ବେଳେ ଡୁଙ୍ଗରିପାଲି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।